Hello students, welcome to my channel Advanced Studies Academy. Students, ଆଜି ଆମେ କ୍ଲାସ୍ 5th ପରିବେଶ ବିଜ୍ଞାନର ଏକବିଂଶ ଅଧ୍ୟାୟକୁ ପଢ଼ିବା। ପାଠଟିର ନାମ ହେଲା ଆମ ଜୀବନରେ ବିଜ୍ଞାନ। ତାହେଲେ ଷ୍ଟୁଡେଣ୍ଟସ୍, ଏଥିରେ ଆମେ ପଢ଼ିବା ଯେ ମଣିଷ ଆଗେ କିପରି ଥିଲା, କିପରି ଧୀରେ ଧୀରେ ମଣିଷ ଉନ୍ନତି କରି ବିଜ୍ଞାନକୁ ଗ୍ରହଣ କରି ନିଜ ଜୀବନକୁ ଉନ୍ନତ କରିଲା। ତାହେଲେ ଷ୍ଟୁଡେଣ୍ଟସ୍, ଆମେ ଟିକେ ପୂର୍ବରେ ଥିବା ଆଦିମ ମଣିଷ ବିଷୟରେ ଟିକେ ମନେ ପକାଇବା। ସେମାନେ କେଉଁଠି ରହୁଥିଲେ? ସେମାନେ ବଣ ଜଙ୍ଗଲରେ ରହୁଥିଲେ। ଜଙ୍ଗଲରେ ବୁଲି ଫଳମୂଳ ଓ କଞ୍ଚା ମାଂସ ଖାଇ ରହୁଥିଲେ। ଗଛର ବଳକଲ ପିନ୍ଧୁଥିଲେ ଆଉ ଅତି ସରଳ ଜୀବନଯାପନ କରୁଥିଲେ। ତାଙ୍କର ସେମିତି କିଛି ଆବଶ୍ୟକତା ନଥିଲା। କ୍ରମେ ଜନସଂଖ୍ୟାର ବୃଦ୍ଧି ଫଳରେ ମଣିଷର ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଲା। ତେଣୁ ସେ ବିଭିନ୍ନ ପ୍ରକାର ଜିନିଷର ଆବଶ୍ୟକତା ଅନୁଭବ କଲା ଓ ତାହାକୁ ପୂରଣ କଲା। କାହା ବଳରେ? ବିଜ୍ଞାନ ବଳରେ। ନିଜ ଜ୍ଞାନ କୌଶଳର ପ୍ରୟୋଗ କରି ସେ ବିଭିନ୍ନ ଜିନିଷ ଉଦ୍ଭାବନ କରିଲା ଆଉ ଧୀରେ ଧୀରେ ବର୍ତ୍ତମାନ ଯୁଗକୁ ପହଞ୍ଚିଲା। ତାହେଲେ ମଣିଷ କ'ଣ ସବୁ ଉଦ୍ଭାବନ କରିପାରିଛି? ଏଥିରେ କ'ଣ ଦିଆଯାଇଛି? ଡଙ୍ଗା, ଟିଭି, ଆଉ କ'ଣ ପାଣି ଜାହାଜ, ଏଇଟା କ'ଣ ଧାନ ବୁଣା ଯନ୍ତ୍ର। ଆହୁରି କ'ଣ ଉଦ୍ଭାବନ କରିଛି? ଅଣୁବୀକ୍ଷଣ ଯନ୍ତ୍ର କରିଛି। ଆହୁରି ଲଣ୍ଠନ କରିଛି। ଏଠି କ'ଣ ଦେଖୁଛୁ? ରେଡ଼ିଓ, ଟେଲିଫୋନ୍, କ୍ୟାପସୁଲ୍ସ, କମ୍ପ୍ୟୁଟର, ସାଇକେଲ, ହଳ ଲଙ୍ଗଳ, ବସ୍ ଇତ୍ୟାଦି ମଣିଷ ତିଆରି କରିଛି। ଏହାକୁ ଛାଡ଼ି ଆହୁରି ଅନେକ ଜିନିଷ ମଧ୍ୟ ମଣିଷ ତିଆରି କରିଛି। ତାହେଲେ ଏସବୁ ଆମକୁ କେଉଁ କ୍ଷେତ୍ରରେ ସୁବିଧା ଦେଉଛନ୍ତି? ଯୋଗାଯୋଗ କ୍ଷେତ୍ରରେ, ଗମନାଗମନ କ୍ଷେତ୍ରରେ, କୃଷି କ୍ଷେତ୍ରରେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଇତ୍ୟାଦି। ତାହେଲେ ଷ୍ଟୁଡେଣ୍ଟସ୍, ଯୋଗାଯୋଗ କ୍ଷେତ୍ରରେ ଆମକୁ କେଉଁ ସବୁ ଜିନିଷ ଦରକାର ପଡ଼େ? ଟେଲିଫୋନ୍, ଦୂରଦର୍ଶନ, ରେଡ଼ିଓ, ମୋବାଇଲ ଇତ୍ୟାଦି। ଗମନାଗମନ କ୍ଷେତ୍ରରେ କ'ଣ ସବୁ ଦରକାର ପଡ଼ିବ ଷ୍ଟୁଡେଣ୍ଟସ୍? ଗମନାଗମନ କ୍ଷେତ୍ରରେ ବସ୍, ଟ୍ରକ୍, ଉଡ଼ାଜାହାଜ, ସାଇକେଲ, ମୋଟର ସାଇକେଲ ଇତ୍ୟାଦି ଦରକାର ପଡ଼ିବ। କୃଷି କ୍ଷେତ୍ରରେ କ'ଣ ଦରକାର ପଡ଼ିବ? ଧାନ ବୁଣା ଯନ୍ତ୍ର, ଫସଲ ଅମଳ ଯନ୍ତ୍ର, ଟ୍ରାକ୍ଟର, ହଳ ଯନ୍ତ୍ର ଇତ୍ୟାଦି ଆମକୁ କୃଷି କ୍ଷେତ୍ରରେ ଦରକାର ପଡ଼ିବ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କ'ଣ ଦରକାର ପଡ଼ିବ ଷ୍ଟୁଡେଣ୍ଟସ୍? ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦରକାର ପଡ଼ିବ ଆମକୁ କ'ଣ? ଷ୍ଟେଥୋସ୍କୋପ୍, କମ୍ପ୍ୟୁଟର, ଏକ୍ସରେ ମେସିନ୍, ତାପରେ ଥର୍ମୋମିଟର ଇତ୍ୟାଦି, କ୍ୟାପସୁଲ୍ସ ଇତ୍ୟାଦି। ତାହେଲେ ପାଠ ପଢ଼ିବା ପାଇଁ ମଣିଷ ବିଭିନ୍ନ ଜିନିଷ ବ୍ୟବହାର କରେ। ଆଗେ ତ ଏସବୁ ନଥିଲା। ଆଗେ କିପରି ମଣିଷ ପାଠ ପଢ଼ୁଥିଲା? ପଥରରେ ବା ତାଳପତ୍ରରେ ଲେଖୁଥିଲା। କ୍ରମେ କଲମକୁ କାଳିରେ ବୁଡ଼ାଇ ଉପରେ କଲମରେ କାଳି ଭରି ମଣିଷ ଲେଖିବା ଆରମ୍ଭ କଲା। କିନ୍ତୁ ଏଥିରେ ମଣିଷର ଅସୁବିଧା ଦେଖାଦେଲା। ଆଉ ତାପରେ ଆମ ଆମେରିକାର ୱାଟରମ୍ୟାନ୍ 1884 ଖ୍ରୀଷ୍ଟାବ୍ଦରେ ଝର କଲମ ଉଦ୍ଭାବନ କଲେ, ଯଦ୍ୱାରା ମଣିଷ ଭଲ ଭାବରେ ଲେଖିପାରିଲା। ଆଉ ଏଥିରେ ମଧ୍ୟ କିଛି ସମସ୍ୟା ଦେଖାଦେଲା। କାଗଜପତ୍ରରେ ସ୍ୟାହି ସବୁ ବା କାଳି ପଡ଼ିଯାଉଥିଲା। ଏହାକୁ ଆହୁରି ଉନ୍ନତ କରିବା ପାଇଁ 1888 ଖ୍ରୀଷ୍ଟାବ୍ଦରେ ବଲ୍ ପେନ୍ ଉଦ୍ଭାବନ କଲେ। କିଏ? ଆମେରିକାର ଜନ୍ ଲାଉଡ୍। ତାହେଲେ 1884 ଖ୍ରୀଷ୍ଟାବ୍ଦରେ ୱାଟରମ୍ୟାନ୍ ଝର କଲମ ଓ ଜନ୍ ଲାଉଡ୍ 1888 ଖ୍ରୀଷ୍ଟାବ୍ଦରେ ବଲ୍ ପେନ୍ର ଧାରଣା ଦେଇଥିଲେ। ତାପରେ ଦେଖିବା, ତାପରେ ଖାଲି କାଗଜ କଲମ ଉଦ୍ଭାବନ ପରେ ଲେଖାପଢ଼ା ତ ସହଜ ହୋଇଗଲା। ମଣିଷ ଭଲ ଭାବରେ ପାରିଲା। ଛାପାକଳ ଉଦ୍ଭାବନ ପରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିଲା। କମ୍ ସମୟରେ ମଣିଷ ବହି ତିଆରି କଲା। ଆଉ ବର୍ତ୍ତମାନ କମ୍ପ୍ୟୁଟର ଓ ଅଫ୍ସେଟ୍ ମେସିନ୍ ଦ୍ୱାରା ଶୀଘ୍ର ଓ ସହଜରେ ଛପା କାର୍ଯ୍ୟ ହୋଇପାରୁଛି। ତାପରେ
ଆମେ ସ୍କୁଲକୁ କାହା ଦ୍ୱାରା ଯାଉଁ? ଆମେ ସ୍କୁଲକୁ ସାଧାରଣତଃ କାହା ଦ୍ୱାରା ଯାଇଥାଉ? ସାଇକେଲ ଦ୍ୱାରା ଯାଇଥାଉ। ଏହି ସାଇକେଲର ଉଦ୍ଭାବକ କିଏ? କେବେ ଆମେ ଜାଣିବାକୁ ଇଚ୍ଛା କରିଛୁ? ଏହି ସାଇକେଲର ଉଦ୍ଭାବକ ହେଲେ ସ୍କଟଲ୍ୟାଣ୍ଡର ମ୍ୟାକମିଲନ। ସେ 1839 ଖ୍ରୀଷ୍ଟାବ୍ଦରେ ସାଇକେଲ ଉଦ୍ଭାବନ କରିଥିଲେ। ଆଉ ଦୂର ସ୍ଥାନକୁ ଯିବା ପାଇଁ ଉଡ଼ାଜାହାଜର ବ୍ୟବହାର କରାଯାଏ, ତାହାକୁ ଉଦ୍ଭାବନ କରିଥିଲେ 1903 ଖ୍ରୀଷ୍ଟାବ୍ଦରେ ରାଇଟ୍ ବ୍ରଦର୍ସ, ଅର୍ଥାତ୍ ଦୁଇଟି ଭାଇ ୱିଲବର ରାଇଟ୍ ଓ ଅରଭିଲ୍ ରାଇଟ୍। ସେମାନଙ୍କୁ ଏକା ସଙ୍ଗେ କୁହାଯାଏ ରାଇଟ୍ ବ୍ରଦର୍ସ। ୱିଲବର ରାଇଟ୍ ଓ ଅରଭିଲ୍ ରାଇଟ୍ ଏ ଦୁହିଁ ଭାଇ ମିଶି 1903 ଖ୍ରୀଷ୍ଟାବ୍ଦରେ ଉଡ଼ାଜାହାଜ ଉଦ୍ଭାବନ କରିଥିଲେ। ତାପରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଦ୍ୱାରା ବିଜ୍ଞାନ ଆମର ବିଶାଳ ପୃଥିବୀକୁ ସଙ୍କୁଚିତ କରିପାରିଛି। ଅର୍ଥାତ୍ ଆମେ ଅତି କମ୍ ସମୟରେ ସାରା ପୃଥିବୀର ଖବର ଜାଣିପାରୁଛୁ। ଯେକୌଣସି କୋଣରେ ଘଟୁଥିବା ଘଟଣାକୁ ଆମେ ସଙ୍ଗେ ସଙ୍ଗେ ଶୁଣିପାରୁଛୁ ଓ ଦେଖିପାରୁଛୁ। ପୂର୍ବରୁ ଲୋକେ ଡାକ ବିଭାଗ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜିକାଲି ଡାକ ବିଭାଗରୁ ଆହୁରି ଉନ୍ନତ ହୋଇ ଟେଲିଫୋନ୍, ମୋବାଇଲ ଓ ଇଣ୍ଟରନେଟ୍ ହୋଇସାରିଛି। ଏହାଦ୍ୱାରା ଆମେ ଘରେ ବସି ଆମେ ଦୂର ସ୍ଥାନର ଫଟୋ ଦେଖୁଛୁ ଆଉ ତାକୁ ଜୀବନ୍ତ ଭାବରେ ଘରେ ବସି ଦେଖିପାରୁଛୁ। ତାହେଲେ ଏସବୁର ଉଦ୍ଭାବକ କିଏ? ଏସବୁର ଉଦ୍ଭାବକ ହେଲେ 1834 ଖ୍ରୀଷ୍ଟାବ୍ଦରେ ଚାର୍ଲସ ବାବେଜ କମ୍ପ୍ୟୁଟର ଉଦ୍ଭାବନ କଲେ। 1867 ଖ୍ରୀଷ୍ଟାବ୍ଦରେ ଆଲେକଜାଣ୍ଡର ଗ୍ରାହାମ ବେଲ୍ ଟେଲିଫୋନ୍ ଉଦ୍ଭାବନ କଲେ। 1894 ଖ୍ରୀଷ୍ଟାବ୍ଦରେ ଇଟାଲୀର ମାର୍କୋନି ରେଡ଼ିଓ ଉଦ୍ଭାବନ କଲେ। ଆଉ ଇଣ୍ଟରନେଟ୍ର ବ୍ୟବହାର ପ୍ରଥମ କରି 1869 ଖ୍ରୀଷ୍ଟାବ୍ଦରେ ଆମେରିକା କରିଥିଲା। ତାହେଲେ ଆମେ ଏତିକି ପର୍ଯ୍ୟନ୍ତ ଯାହା ଦେଖିଲା, ବେଶୀ ଉଦ୍ଭାବକ ଆମେରିକାର ଅଟନ୍ତି। ଖବରକାଗଜ ପଢ଼ି ଆମେ ଦେଶ ବିଦେଶର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଇତ୍ୟାଦି ବିଷୟରେ ତଥ୍ୟ ଜାଣିପାରୁଛୁ। ରେଡ଼ିଓ ମାଧ୍ୟମରେ ବିଭିନ୍ନ ସ୍ଥାନର ଖବର ଓ ମନୋରଞ୍ଜନ ଦେଖିପାରୁଛୁ। ଟିଭି ମାଧ୍ୟମରେ ଆମେ ପୃଥିବୀର ପ୍ରତ୍ୟେକ ସ୍ଥାନର ସମ୍ବାଦ ଜାଣିବା ସଙ୍ଗେ ସଙ୍ଗେ ବିଭିନ୍ନ ମନୋରଞ୍ଜନ, ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ଦେଖୁଛୁ। ଓ ପୃଥିବୀର କୌଣସି ସ୍ଥାନରେ କୌଣସି ଘଟଣା ଘଟୁଥିଲେ ଆମେ ତାହାକୁ ସିଧାସଳଖ ଦେଖିପାରୁଛୁ। ତାହେଲେ ଏ ଟିଭିର ଉଦ୍ଭାବକ କିଏ? ଟିଭିର ଉଦ୍ଭାବକ ହେଲେ ଚାର୍ଲସ ବାବେଜ। ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପାଣିପାଗ ସୂଚନା, ରେଳ ସେବା, ସମ୍ବାଦ ପରିବେଷଣ, ବିଭିନ୍ନ ଅଫିସ କାର୍ଯ୍ୟ, ବ୍ୟାଙ୍କ ସେବା ଇତ୍ୟାଦି ଖୁବ୍ କମ୍ ସମୟରେ ନିର୍ଭୁଲ ଭାବରେ କାହା ଦ୍ୱାରା ହୋଇପାରୁଛି? କମ୍ପ୍ୟୁଟର ଯୋଗେ ହୋଇପାରୁଛି। ଆଜିକାଲି ଇଣ୍ଟରନେଟ୍ର ବ୍ୟବହାର ଦିନକୁ ଦିନ ବଢ଼ି ଚାଲିଛି। ପ୍ରାୟ ସମସ୍ତ କାମ ଇଣ୍ଟରନେଟ୍ ଯୋଗେ ହୋଇପାରୁଛି। 1880 ଖ୍ରୀଷ୍ଟାବ୍ଦରେ ଯୋସେଫ ସ୍ପାନ୍ ଓ ଆମେରିକାର ଥୋମାସ ଏଡିସନ୍ ବିଜୁଳି ବତୀ ଉଦ୍ଭାବନ କଲେ, ଯାଦ୍ୱାରା ଆମେ ଅନ୍ଧକାରକୁ ଜିଣିପାରିଲେ। ତାହେଲେ 1880 ଖ୍ରୀଷ୍ଟାବ୍ଦରେ କ'ଣ? ଯୋସେଫ ସ୍ପାନ୍, ଇଂଲଣ୍ଡର ଯୋସେଫ ସ୍ପାନ୍ ଓ ଆମେରିକାର ଥୋମାସ ଏଡିସନ୍ ବିଜୁଳି ବତୀ ଉଦ୍ଭାବନ କଲେ। ଆମେରିକାର ଜେକବ୍ ପାର୍କିନ୍ସ 1834 ଖ୍ରୀଷ୍ଟାବ୍ଦରେ ରେଫ୍ରିଜରେଟର ଯନ୍ତ୍ର ନିର୍ମାଣ କଲେ, ଯଦ୍ୱାରା ଆମେ ଜିନିଷପତ୍ର ଫ୍ରିଜରେ ଭଲ ଭାବରେ ରଖିପାରିଲା। ଆଉ ପୂର୍ବରୁ ବିଜୁଳି ବତୀ ନଥିଲା। ପୂର୍ବରୁ ଆମେ କ'ଣ କରୁଥିଲା? ରାତିରେ କାଠ, ମହମବତୀ, ଲଣ୍ଠନ ଆଦି ଜଳାଇ ଆଲୋକ ପାଉଥିଲା। ହଳ କରିବା ପାଇଁ ଟ୍ରାକ୍ଟର, ଧାନ ବୁଣିବା ପାଇଁ ଧାନ ବୁଣା ଯନ୍ତ୍ର, ଧାନ ତଳି ରୁଆ ଯନ୍ତ୍ର, ଧାନ ଓ ଗହମ ଅମଳ କରିବା ପାଇଁ ଅମଳ ଯନ୍ତ୍ର, ରୋଗ ପୋକରୁ ରକ୍ଷା ପାଇବା ପାଇଁ ପୋକ ମରା ଯନ୍ତ୍ର ଇତ୍ୟାଦିର ଉଦ୍ଭାବନ ଫଳରେ କୃଷି କ୍ଷେତ୍ରରେ ଉନ୍ନତି ଘଟିଛି। ବିଭିନ୍ନ ଅମଳକ୍ଷମ ବିହନ, ରାସାୟନିକ ସାର ଓ ପୋକମରା ଔଷଧର ବ୍ୟବହାର
କରାଯାଇ ମଣିଷ ଅଧିକରୁ ଅଧିକ ଅମଳ କରିପାରୁଛି। ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅନେକ ଉନ୍ନତି ହୋଇଛି। ଯେପରି ମଣିଷ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ପ୍ରକାର ବଟିକା ତିଆରି କରିପାରିଛି, କ୍ୟାପସୁଲ୍ସ ତିଆରି କରିପାରିଛି, ଷ୍ଟେଥୋସ୍କୋପ୍, ସିରିଞ୍ଜ, ଆଉ ତାପରେ ଥର୍ମୋମିଟର, ରକ୍ତଚାପ ମାପକ ଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର ଇତ୍ୟାଦି ମଣିଷ ତିଆରି କରିଛି। ଆଜିକାଲି ବିଜ୍ଞାନର ଅଗ୍ରଗତି ଯୋଗୁଁ ବିଭିନ୍ନ ରୋଗ ପ୍ରତିଷେଧକ ଟୀକା ବାହାରିଲାଣି। ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ହେଉଥିବା ବିଭିନ୍ନ ରୋଗର ସ୍ଥିତିକୁ ଏକ୍ସରେ, ଅଲ୍ଟ୍ରାସାଉଣ୍ଡ, ସ୍କାନିଂ ଦ୍ୱାରା ଆମେ ଜାଣିପାରୁଛୁ। ଆଧୁନିକ ଚିକିତ୍ସା ପଦ୍ଧତି ଯୋଗୁଁ ଚକ୍ଷୁ, ହୃତ୍ପିଣ୍ଡ ଓ କିଡନୀ ଭଳି ଅଙ୍ଗର ପ୍ରତିରୋପଣ ହୋଇପାରୁଛି। ଦୁର୍ଘଟଣା କିମ୍ବା ଅନ୍ୟ କାରଣ ପାଇଁ ଶରୀରର କୌଣସି ଅଙ୍ଗର ଆକୃତି ବଦଳିଗଲେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ତାହା ଠିକ୍ କରିଦିଆଯାଇପାରୁଛି। ଗୋଡ଼ ହାତ କଟିଗଲେ କୃତ୍ରିମ ଗୋଡ଼ ହାତ ଖଞ୍ଜି ଦିଆଯାଇପାରୁଛି। ତାପରେ ଅପରେସନ୍ କ୍ଷେତ୍ରରେ ଶରୀରର କୌଣସି ଅଙ୍ଗକୁ ନ କାଟି ଲାପ୍ରୋସ୍କୋପି ଦ୍ୱାରା କମ୍ ସମୟରେ ଅପରେସନ୍ ସଫଳ ଭାବେ କରାଯାଉଛି। ଲେଜର ରଶ୍ମି ଦ୍ୱାରା ଆଖି ଅପରେସନ୍ କରାଯାଉଛି। ଆଉ ଆମେ ଯେଉଁ ଥର୍ମୋମିଟର ବ୍ୟବହାର କରୁଛୁ ତାହାକୁ କିଏ ଉଦ୍ଭାବନ କରିଛନ୍ତି? ତାହାକୁ ଆମ ଗାଲିଲିଓ ଉଦ୍ଭାବନ କରିଛନ୍ତି। ଇଟାଲୀର ଗାଲିଲିଓ ଥର୍ମୋମିଟର ଉଦ୍ଭାବନ କରିଛନ୍ତି। ନିର୍ମାଣ କାର୍ଯ୍ୟରେ ଅତି ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଖୁବ୍ କମ୍ ସମୟରେ ଓ କମ୍ ଲୋକ ବ୍ୟବହାର କରି ଆମେ ରାସ୍ତାଘାଟ, ପୋଲ, କୋଠାବାଡ଼ି ନିର୍ମାଣ କରିପାରୁଛୁ, ଯଦ୍ୱାରା ଆମର ବହୁତ ଟଙ୍କା ବଞ୍ଚିଯାଉଛି। ତାହେଲେ ବିଜ୍ଞାନର ଅଗ୍ରଗତି ଫଳରେ ମଣିଷର ଜୀବନଯାପନ ଶୈଳୀ ଉନ୍ନତ ହୋଇପାରିଛି। ଖୁବ୍ କମ୍ ସମୟରେ ନିର୍ଭୁଲ ଭାବରେ ଆମେ ଅନେକ କାର୍ଯ୍ୟ କରିପାରୁଛୁ ଓ ଜୀବନକୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖିପାରୁଛୁ। କିନ୍ତୁ ଏ ବିଜ୍ଞାନର ଦୁରୁପଯୋଗ ହେଲେ ମଣିଷର ଧ୍ୱଂସ ସ୍ୱାଭାବିକ ଅଟେ। ଯେପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା 1945 ଖ୍ରୀଷ୍ଟାବ୍ଦରେ ଅଗଷ୍ଟ 6 ଓ 9 ତାରିଖରେ ଜାପାନର ଦୁଇଟି ମୁଖ୍ୟ ସହର ଯଥା ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇ ଧ୍ୱଂସ କରିଦେଲା। ଏହା ଫଳରେ ବହୁତ ଧନ ଜୀବନ ନଷ୍ଟ ହୋଇଗଲେ। ଏହା ଏତେ ଭୟଙ୍କର ହେଲା ଯେ ଅନେକ ବର୍ଷ ପରେ ମଧ୍ୟ ସେଠାରେ ଲୋକମାନେ ବିକଳାଙ୍ଗ ହୋଇଗଲେ ଆଉ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେ। ଆଜିକାଲି ଯୁଦ୍ଧରେ ଜୈବିକ ଓ ରାସାୟନିକ ଅସ୍ତ୍ରର ପ୍ରୟୋଗ ହେଉଛି। ଏହି ଜୈବିକ ଅସ୍ତ୍ର ଦ୍ୱାରା ଆନ୍ଥ୍ରାକ୍ସ ରୋଗର ହେବାର ସମ୍ଭାବନା ଥାଏ। ପୋକମରା ଔଷଧର ବହୁଳ ବ୍ୟବହାର ଫଳରେ ଅନେକ ଉପକାରୀ ଜୀବ ମରିଯାଉଛନ୍ତି, ଯଦ୍ୱାରା ପରିବେଶରେ ଭାରସାମ୍ୟ ରହୁନାହିଁ। ରାସାୟନିକ ସାରର ଉପଯୋଗ ଦ୍ୱାରା କ'ଣ ହେଉଛି? ଜମିର ଉର୍ବରତା କମିଯାଉଛି। ତାପରେ ବିଭିନ୍ନ ପ୍ରକାର ଔଷଧ ଖାଇ ଆମ ଶରୀର ଉପରେ ଏହାର କୁପ୍ରଭାବ ପଡ଼ୁଛି। ମୋବାଇଲ ଫୋନର ବହୁଳ ବ୍ୟବହାର ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି। ତାହେଲେ ଆମେ ଜାଣିଲେ ବିଜ୍ଞାନ ସଦୁପଯୋଗ ନ ହେଲେ ଆମର ଏହିସବୁ କ୍ଷୟକ୍ଷତି ଘଟିପାରେ। ତେଣୁ ବିଜ୍ଞାନକୁ ଆମେ ସୀମିତ ଭାବରେ ବ୍ୟବହାର କରିବା ଉଚିତ। ତାହେଲେ ଆମେ ପାଠଟିକୁ ଭଲ ଭାବେ ପଢ଼ିଦେଲେ ଷ୍ଟୁଡେଣ୍ଟସ୍। ବର୍ତ୍ତମାନ ଆମେ ଅଭ୍ୟାସ କାର୍ଯ୍ୟକୁ ଆସିବା। 1 ନମ୍ବର କ୍ୱେଶ୍ଚିନ୍ ହେଲା ଅଲଗା ଶବ୍ଦଟିକୁ ବାଛି ପାଖ କୋଠରୀରେ ଲେଖିବା। କ ନମ୍ବରରେ ଅଛି ବସ୍, ଟ୍ରକ୍, ସାଇକେଲ, ଟେଲିଭିଜନ। କିଏ ଅଲଗା ହେବ? ବସ୍, ଟ୍ରକ୍, ଟେଲିଭିଜନ। ବସ୍, ଟ୍ରକ୍, ସାଇକେଲ ଓ ଟେଲିଭିଜନ କିଏ ଅଲଗା ହେବ? ନିଶ୍ଚିତ ଭାବରେ ବସ୍, ଟ୍ରକ୍, ସାଇକେଲ ଏମାନେ ଯାତାୟାତ କାମରେ ଲାଗନ୍ତି, କିନ୍ତୁ ଟେଲିଭିଜନଟା ଯାତାୟାତ କାମରେ ଲାଗେନି। ଖରେ ଅଛି ଧାନ ବୁଣା ଯନ୍ତ୍ର, ବିହନ, ଷ୍ଟେଥୋସ୍କୋପ୍, ରାସାୟନିକ ସାର। କିଏ ଅଲଗା ହେବ? ଷ୍ଟେଥୋସ୍କୋପ୍ ଅଲଗା ହେବ। କ'ଣ? ଏମାନେ କୃଷି ଯନ୍ତ୍ରପାତି ଅଟନ୍ତି, କୃଷି କାର୍ଯ୍ୟରେ ଲାଗନ୍ତି, କିନ୍ତୁ ଷ୍ଟେଥୋସ୍କୋପ୍ ଚିକିତ୍ସା କ୍ଷେତ୍ରରେ ଲାଗେ। କଲମ, ରେଡ଼ିଓ, ବହି, ପେନସିଲ୍ କିଏ ଅଲଗା ହେବ? କଲମ, ବହି, ପେନସିଲ୍ ହେଲା ପଢ଼ା ଉପକରଣ, ରେଡ଼ିଓ ଅଲଗା ହୋଇଯିବ। ଘରେ ଅଛି ଥର୍ମୋମିଟର, ଜେରକ୍ସ ମେସିନ୍, ବ୍ଲଡ଼ ପ୍ରେସର ମେସିନ୍, ସିରିଞ୍ଜ କିଏ ଅଲଗା ହେବ? ଜେରକ୍ସ ମେସିନ୍ ଅଲଗା ହୋଇଯିବ।
थर्मोमीटर, ब्लड प्रेशर मेसिन और सिरिंज चिकित्सा उपकरण अटे। 2 नंबर को आसिबा निम्न जिनस गुड़ी को क्यों क्षेत्र में व्यवहार करा जाए जेपरी टीवी एठिरे 5 भाग करा जोगाजोग, गमनागमन, शिक्षा, चिकित्सा और कृषि। ताहले टीवी क्यों क्षेत्र में हेबो, क्यों क्षेत्र में टीवी व्यवहार करा जीवो जोगाजोग क्षेत्र में। बस क्यों क्षेत्र में व्यवहार हेबो गमनागमन क्षेत्र में। मोबाइल क्यों क्षेत्र में व्यवहार हेबो जोगाजोग क्षेत्र में। ट्रैक्टर कृषि क्षेत्र में। कलम शिक्षा क्षेत्र में, बही शिक्षा क्षेत्र में। इंजेक्शन चिकित्सा क्षेत्र में। कलापटा शिक्षा क्षेत्र में। पानी पंप कृषि क्षेत्र में। उड़ा जहाज क्यों क्षेत्र में हेबो गमना जोगाजोग उड़ा जहाज गमनागमन क्षेत्र में हेबो। माइक्रोस्कोप चिकित्सा क्षेत्र में हेबो। साइकेल गमनागमन क्षेत्र में। औषध बोतल क्यों क्षेत्र में हेबो चिकित्सा क्षेत्र में हेबो। आउ कंप्यूटर शिक्षा क्षेत्र में और चिकित्सा क्षेत्र में हेबो। 3 और 4 उभय क्षेत्र में कंप्यूटर हेबो। नेक्स्ट क्वेश्चन को आसिबा चिकित्सा क्षेत्र में विज्ञान आमको किपरि सहाय्य करूची लिखिबा। चिकित्सा क्षेत्र में विज्ञान किपरि सहाय्य करूची। चिकित्सा क्षेत्र में विज्ञान द्वारा आमे विभिन्न आधुनिक जंत्रपाति उद्भावन करि पारछु जद्वारा आमे सहजरे रोग चिन्हट करि पारुछु। रोगीर अंग को न काटी आमे लेप्रोस्कोपी माध्यम रे तार ऑपरेशन करि पारुछु। लेजर रश्मि द्वारा आखिर ऑपरेशन सहजरे करि पारुछु। आउ कौन हो पारुची स्टेथोस्कोप द्वारा आमे रोगी हृदपिंड स्पंदन जानी पारुछु। थर्मोमीटर द्वारा रोगी को ज्वर केते हेउची ताहा जानी पारुछु। आहरी विभिन्न औषध मध्य आमे तैयारी करी रोगरू आरोग्य लभी पारुछु। आउ तापरे रोग हेबा पूर्वरु आमे विभिन्न प्रकार प्रतिषेधक टीका उद्भावन करी आमे रोग दाउरू रक्षा पाउछु। चिकित्सा क्षेत्र में विज्ञान आमको एहीपरि भाव में सहाय्य करुछि। 4 नंबर केउं सबु क्षेत्र में विज्ञान द्वारा सृष्टि जिनिसर अपव्यवहार हेउछि। विज्ञान द्वारा सृष्टि जिनिसर अपव्यवहार विभिन्न क्षेत्र में हेउछि जेपरि युद्ध क्षेत्र में मनीष परमाणु बोमा पकाई जने अन्य देशर क्षति घटाउछि। तापरे मोबाइल दुरुपयोग द्वारा मनीषर मस्तिष्क उपरे कुप्रभाव पड़ुछि। तापरे टेलीविजन को अति देखी मनीषर आखि उपरे प्रभाव पड़ुछि। आउ विज्ञान द्वारा विभिन्न प्रकार रासायनिक सार तैयारी हेबा फल आम जमीर उर्वरता ह्रास पाई जाउछि। एही सबु द्वारा एही सबु जिनिस अपव्यवहार द्वारा मनीषर क्षति घटुछि। तापरे तुम भाई बाहर रही पाठ पढ़ुछि तुम बापा तांको पाठ पढ़ा पाई टंका पठेबे भाई को पाखरे टंका किपरि पहुँचीबो। भाई को पाखरे टंका पहुँचीबा पाई आगे कौन आगे डाक जोगे पठाई दिया जाउथला तापरे कंप्यूटर जोगे पठाई दिया जाउथला। वर्तमान तो यह मोबाइल जोगे संभव हो पारिछि। मोबाइल जोगे आमे जड़े जिते दूर था सहजरे अति कम समय ता पाखक टंका पठे पारुछु। वैज्ञानिक माने उद्भावन करथिबा केउ जिनिस तुम पे अधिक गुरुत्वपूर्ण हो काहेकि वैज्ञानिक माने उद्भावन करथिबा 3टी जिनिस गुरुत्वपूर्ण जिनिस हेले मोबाइल, कंप्यूटर और लेप्रोस्कोपी। ताहले स्टूडेंट्स पाठटी को आमे पूर्ण भाव में पढ़ी नेले आ यार प्रश्न उत्तर मध्य करदेले। एपरी भल भल वीडियो देखिबा पाई मो चैनल को आज वीडियो को लाइक करंतु और मो चैनल को सब्सक्राइब करंतु और मो लिंक को जाई समस्त वीडियो आपण माने जदि देखिबे ताहले नवोदय आदर्श तथा वृत्ति भलिया परीक्षा रे आपण माने निश्चय सफलता
ପାଇପାରିବେ। ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଥ୍ୟାଙ୍କ ୟୁ।